ପୁଣି ଥରେ ଝଟକା ଦେଲା ଜିଓ। ରିଚାର୍ଜ ମହଙ୍ଗା କରିବା ପରେ ଏବେ 10ଟି ପ୍ଲାନ୍କୁ ହଟାଇ ଦେଲା। ଦେଶର ଅଗ୍ରଣୀ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଗତ ସପ୍ତାହରେ ତାର ରିଚାର୍ଜ ପ୍ଲାନ୍ର ଦର ବୃଦ୍ଧି କରିଥିଲା। ଏଥିସହିତ କମ୍ପାନୀ ତାର 2ଟି ଶସ୍ତା ପ୍ଲାନ୍କୁ ମଧ୍ୟ ବନ୍ଦ କରିଦେଇଥିଲା। ଜୁଲାଇ 3 ତାରିଖରୁ ଗ୍ରାହକଙ୍କ ପାଇଁ ଜିଓ ସେବା ମହଙ୍ଗା ହୋଇଯାଇଛି। ତେବେ ଏହା ମଧ୍ୟରେ ପୁଣି ଏକ ଝଟକା ଦେଇଛି ଜିଓ କମ୍ପାନୀ। ତାର 10ଟି ପ୍ଲାନ୍କୁ ଲିଷ୍ଟରୁ ହଟାଇ ଦେଇଛି। କମ୍ପାନୀର ଏହି ପଦକ୍ଷେପ ଫଳରେ ଜିଓ ଗ୍ରାହକମାନେ ପୁଣି ସମସ୍ୟାକୁ ସାମ୍ନା କରିବେ। ସୂଚନା ମୁତାବକ କମ୍ପାନୀ ତାର ନିଜସ୍ୱ ପୋର୍ଟଫୋଲିଓକୁ ସମ୍ପୂର୍ଣ୍ଣ ଭାବେ ଅପଡେଟ୍ କରିଦେଇଛି। ଏଥିସହିତ କମ୍ପାନୀ ଅନେକ ଶସ୍ତା ପ୍ଲାନ୍କୁ ଗାୟବ କରିଦେଇଛି। ଏଣିକି କମ୍ପାନୀର 10ଟି ଶସ୍ତା ପ୍ଲାନ୍କୁ ଆଉ ଗ୍ରାହକମାନେ ଉପଭୋଗ କରିପାରିବେ ନାହିଁ। 3662 ଟଙ୍କିଆ, 3226 ଟଙ୍କିଆ, 3225 ଟଙ୍କିଆ ପ୍ଲାନ୍କୁ କମ୍ପାନୀ ରିମୁଭ୍ କରିଦେଇଛି। ଏହି ପ୍ଲାନ୍ସରେ ଦୈନିକ 2.5 GB ଡାଟା ସହିତ ସୋନି ଲାଇଭ୍ ଓ ଅନ୍ୟ OTT ପ୍ଲାଟଫର୍ମର ଆକ୍ସେସ୍ ମିଳୁଥିଲା। ସେହିପରି କମ୍ପାନୀ 2999 ଟଙ୍କିଆ ପ୍ଲାନ୍ର ମୂଲ୍ୟ ବୃଦ୍ଧି କରି 3599 ଟଙ୍କା କରିଦେଇଛି। 84 ଦିନ ଭ୍ୟାଲିଡିଟି ଥିବା 909 ଟଙ୍କିଆ ପ୍ଲାନ୍କୁ ହଟାଇ ଦିଆଯାଇଛି। ସେହିପରି 806 ଟଙ୍କିଆ ଓ 805 ଟଙ୍କିଆ 2ଟି ପ୍ଲାନ୍କୁ ହଟାଇ ଦେଇଛି। ଏହି 2 ପ୍ଲାନ୍ସ ଦୈନିକ 2 GB ଡାଟା ସହିତ 84 ଦିନର ଭ୍ୟାଲିଡିଟି ସହିତ ଆସୁଥିଲା। ଏଥିସହିତ 365 ଦିନର ବୈଧତା ଥିବା 3178 ଟଙ୍କିଆ, 4498 ଟଙ୍କିଆ ଓ 3227 ଟଙ୍କିଆ ପ୍ଲାନ୍ସକୁ ହଟାଇ ଦିଆଯାଇଛି। କମ୍ପାନୀ 398, 4498 ଓ 1198 ଟଙ୍କିଆ ଜିଓ ଟିଭି ପ୍ରିମିୟମ୍ ପ୍ଲାନ୍କୁ ମଧ୍ୟ ହଟାଇ ଦେଇଛି। 331 ଟଙ୍କିଆ ପ୍ଲାନ୍ ଏଣିକି ଆଉ ମିଳିବ ନାହିଁ।